ଜାଣିଛ, ତୁମରି ଭଳି ଗୋଟେ ଛୋଟ ପିଲାଟେ ଥିଲା। ତାର ନାଁ ଲେଖା ହେଇଥାଏ। ତା ମା କହିଲେ, ପୁଅ ତୁ ଆଜି ସ୍କୁଲ ଯାଉଛୁ, ସ୍କୁଲରେ ତୁ ଆଜି ପ୍ରଥମ ଯାଉଛୁ। ତତେ ଯେତେବେଳେ ଗୁରୁଜୀ ଗୁରୁମା ଦେଖିବେ, ତତେ ଯେତେବେଳେ ପଚାରିବେ ଯାହା, ତୁ ତାଙ୍କୁ ମିଠା ମିଠା କଥା କହିବୁ। ପିଲାଟି କହିଲା, ମା ତମେ ବ୍ୟସ୍ତ ହୁଅ ନା, ଗୁରୁଜୀ ଗୁରୁମା ମତେ ଯାହା ପଚାରିବେ ମୁଁ ତାଙ୍କୁ ମିଠା ମିଠା ଉତ୍ତର ଦେବି। ପିଲାଟିକୁ ତାଙ୍କ ଗୁରୁମା ପାଖକୁ ଡାକିଲେ। କହିଲେ, ତୁମେ ନୂଆ ଆସିଛ? ପିଲାଟି କହିଲା, ହଁ ଗୁରୁମା। ଗୁରୁମା ପଚାରିଲେ, ତୁମ ନାଁ କଣ? ପିଲାଟି ତା ମା କଥା ଶୁଣିଥିଲା। ତା ମା କହିଥିଲେ ତୁ ମିଠା ମିଠା କଥା କହିବୁ। ସେ ଯେତେବେଳେ ପଚାରିଲେ ତୁମ ନାଁ କଣ, ପିଲାଟି କହିଲା, ମୋ ନାଁ ହଉଛି ଲଡୁ। ସେଠୁ ସେ ପଚାରିଲେ, ତୁମ ବାପାଙ୍କ ନାଁ କଣ? ପିଲାଟି କହିଲା, ମୋ ବାପାଙ୍କ ନାଁ ସନ୍ଦେଶ। ତାପରେ ସେ ପଚାରିଲେ, ତୁମ ମାଙ୍କ ନାଁ କଣ? ପିଲାଟି କହିଲା, ମୋ ମାଙ୍କ ନାଁ ପେଡା। ଗୁରୁମାଙ୍କୁ ଭାରି ଆଶ୍ଚର୍ଯ୍ୟ ଲାଗିଲା। ଆରେ ପିଲାଟି କଣ ସବୁ ମିଠା ନାଁ ସବୁ କହୁଛି। ତାପରେ ସେ ପଚାରିଲେ, ତାହେଲେ ତୁମେ କୋଉଠି ରହୁଛ? ପିଲାଟି କହିଲା, ଗୁରୁମା ଆମେ ସବୁ ମିଷ୍ଟାନ୍ନ ଡବାରେ ରହୁଛୁ।